କାଲି ଥିଲା ଚୈତ ମାସର ଲାଷ୍ଟ ରବିବାର। ରବିବାର ମାନେ କିଛି ଗୋଟେ ହବା ଦରକାର ନା, ତାପରେ ବୈଶାଖ ମାସ ଆସିବ, ତାପରେ ଆଉ ଆଇଁଷ ଖାଇ ହେଇପାରିବନି। ମୁଁ ପ୍ରଥମେ ଯାଇ ଚିକେନଟା ନେଇ ଆସିଥିଲି, ତାପରେ ଦରକାର ସାମଗ୍ରୀ ସବୁ ଦୋକାନରୁ କିଣିକି ନେଇ ଆସିଥିଲି। ପ୍ରଥମେ ଆମେ ଆଳୁ ଟିକେ ଏଇଠି ଭାଜିଦେବା ନାଲ ହେଲା ପର୍ଯ୍ୟନ୍ତ। ଅଦା ପିଆଜ ରସୁଣ ତାପରେ ଏଇଠି ଆମେ ପେଷ୍ଟ ଯେଉଁ କରିଥିଲେ ତାକୁ ଏମିତି ଟିକେ ଭାଜିବା। ଭାଜି ସାରିଲା ପରେ ଏଇ ଦେଖନ୍ତୁ ମୋବାଇଲ ଦେଖୁଛି। ତାପରେ ଆବଶ୍ୟକ ମতো ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, କଲର୍ ଲଙ୍କାଗୁଣ୍ଡ ଦେବେ, କାରଣ ଆମର ଛୋଟ ଛୁଆ ଅଛି କହିଲେ ଆମେ ସେଥିପାଇଁ କଲର୍ ଲଙ୍କାଗୁଣ୍ଡ ପକାଇଛୁ। ତାପରେ ଟିକେ ପାଣି ଦେଇକି ତାକୁ କଷିବେ, ତେଲଟା ଯେପରି ଉପରକୁ ବାହାରିବ। ତେଲ ଉପରକୁ ଉଠି ସାରିଲା ପରେ ତା ଦେହରେ ପକାଇବେ ଆବଶ୍ୟକ ମସଲା, ଚିକେନ୍ ମସଲା, ଲୁଣ ଯାହା ପକାଇବାର ଅଛି ପକାଇବେ। ପକାଇ ସାରିଲା ପରେ ତାପରେ ଏଇଠି ଆମେ ଟମାଟୋ ଛାଡ଼ିଦେବା। ଟମାଟୋକୁ ତା ଦେହରେ 2ରୁ 3 ମିନିଟ୍ ପର୍ଯ୍ୟନ୍ତ କଷିଲା ପରେ ତାପରେ ଆମେ ଛାଡ଼ିବା ଚିକେନଟାକୁ ଧୋଇକି ଯେହେତୁ ମୁଁ ରଖିଥିଲି ତା ଦେହରେ ଟିକେ ପାଣି ବାହାରିବ। ତାପରେ ଏମିତି ତାକୁ କଷିବେ, ଘୋଡ଼େଇ ଘୋଡ଼େଇ କଷିବେ ଯେମିତି ତା ପାଣିଟା ବାହାରିବ ଆଉ ତା ଆଇଁଷ ପାଣିଟା ମରିଯିବ। ଦେଖନ୍ତୁ ତା ଦେହରେ କେମିତି ପାଣି ବାହାରୁଛି, ଆଇଁଷ ପାଣି। ତାପରେ ସେ ଯେତେବେଳେ ଆପେ ଆପେ କଷି ହେଇଯିବ ତା ଦେହରୁ ତେଲ ହିଁ ବାହାରିବ। ତାପରେ କଷା ସରିଲା ପରେ ତାପରେ ଏଠି ତାକୁ ପାଣି ଦେଇଦେବେ। ଆବଶ୍ୟକ ତାକୁ ପାଣି ଦେବେ ଯେମିତି ଆଳୁ ଯେହେତୁ ଆମର ସିଝି ଯାଇଥିବ କଷାରେ, ସେଥିପାଇଁ। ତାପରେ ଆମେ ଚାଲିଲୁ ଟିକେ ଚିକେନ୍ କଷା ଖାଇବା ପାଇଁ। ଚିକେନ୍ ହେବ ଯେ ଚିକେନ୍ ନ କଷା ଖାଇବେ ତାହେଲେ ଭଲ ଲାଗିବ। ତାପରେ ଆମକୁ ଭୋକ ଲାଗିଲା, ତାପରେ ଆମେ ଚାଲିଲୁ ଖାଇବା ପାଇଁ। ଦେଖା ହେବ ଗୋଟେ ନ୍ୟୁ ବ୍ଲଗ୍ର, ସେଥିପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି ଆଉ ଲାଇକ୍ କରିବାକୁ ଭୁଲିବେନି। ରହିଲି, ଜୟ ଜଗନ୍ନାଥ।